ଏକ ବୈଠକରେ ଲେଖା ହାସିରେ বিচার কথা 15-16 তো হুয়া লেখা শিখিরে মায়া 50 খ্রিস্টান দাও এ ভাই কথা কোথায় চলে যা কোথায় বিচার কথা 15-16 দেখো ডায়লগ কি লেখা আছে एबे आउ सही डायलॉग कहिबार समय नुहे एबे आउ सही कमेडी करिबार समय नुहे एबे आउ सही गप कहिबार समय नुहे एबे आउ सही हसे की लोक मान को प्रचार करिबार समय नुहे। प्रिय मलिक सर मु आपन को कहिबा को चाहे कि प्रभुंक सेवा कार्य रे ईश्वरंक सुसमाचार कार्य कौनसी डायलॉग रो आवश्यकता नाही ताहा केवल निज पाई ताहा केवल निजर प्रशंसा निजर गौरव उद्देश्य रे ही ताहा आवश्यक अटे। বৈঠকরে লেখা হাসিরে বিচার কথা 15-16 তো হুয়া লেখা শিখিরে মায়া 50 খ্রিস্টান দাও এ ভাই কথা কোথায় চলে যা কোথায় বিচার কথা 15-16 দেখো ডায়লগ কি লেখা আছে তাই বলো তুমি সম সাংসং করিলে হ্যাঁ কথা তো মারিলে হ্যাঁ তেলে কথা আবার কথা তো মারিলে তুমি হাজার টাকা পড়া এই ডায়লগ নাই ইচ্ছে করে কিনা টিপি আসা যুক্তি করে আমলে ফাস এটা বলতো না জানে বলে বলতো ভিমিকে একদম উপর লেখা ছিল সকালে তো ডায়লগ দি কইতো হালেলুয়া হাও এটা কোন বেলা কত তুমি মনে করবে লেখা বদা বদা তারপরে কথা তো মারিলে কলি হাজার টাকা পড়া এটা ডায়লগ নয় এটা কিছু তো মুসিবত নাতি নতে নাতি এটা ভাবে পড়তে থাকে কাহিনী ছিল ধরতো তোমার টাইম কেতে ক্যারেক্টার মু জানো তবে ক্যারেক্টার ভাবনা না বুঝি হ্যাঁ তোমার হাত কি ক্লিয়ার আছে কালা আছে আমি ইয়ার সাথে কথা হচ্ছে হালেলুয়া হালেলুয়া এলা কি সেপে খালি আমো ওড়িশারে খালি বলতো সব এই হিন্দি কইতো ভিনি ভিনি ওই হিন্দি বলতো ভিনি ভিনি এই কি লেখাটা ভিনি डायलॉग विषय बाइबल रे लेखा होई अछि बोली जदि आपण डायलॉग कहिबे कॉमेडी विषय बाइबल रे लेखा होई अछि बोली जदि आपण कॉमेडी करिवे गप विषय बाइबल रे लेखा होई अछि बोली जदि आपण गप कहिबे हस गमात विषय बाइबल रे लेखा होई अछि बोली जदि आपण हस गमात करिवे तेबे पाप विषय मध्ये तो बाइबल रे लेखा होई अछि ସେହି ବିଷୟ ମଧ୍ୟ ଆପଣ କୁହନ୍ତୁ ଯେ ଦାଉଦ ରାଜା ଏତିକି ସ୍ତ୍ରୀ ରଖିଥିଲେ ସଲୋମନ ରାଜା ଏତିକି ସ୍ତ୍ରୀ ରଖିଥିଲେ ଆମମାନଙ୍କର ବିଶ୍ୱାସୀର ପିତା ଅବ୍ରାହମ ଏତିକି ସ୍ତ୍ରୀ ରଖିଥିଲେ ଇସାକ ଏତିକି ସ୍ତ୍ରୀ ରଖିଥିଲେ ଯାକୋବ ଏତିକି ସ୍ତ୍ରୀ ରଖିଥିଲେ ଏହି ବିଷୟ ମଧ୍ୟ ଆପଣ କୁହନ୍ତୁ କାରଣ ଏହା ମଧ୍ୟ ବାଇବଲରେ ଲେଖା ହୋଇଅଛି ଏହି ବିଷୟ ମଧ୍ୟ ଆପଣ ଜଣାନ୍ତୁ ଆଉ ଆପଣ ମଧ୍ୟ କରନ୍ତୁ କାରଣ ଆପଣ କହିବା ଅନୁଯାୟୀ ଆପଣଙ୍କର ଚିନ୍ତାଧାରା ଅନୁଯାୟୀ ଯାହା ବାଇବଲରେ ଲେଖା ହୋଇଅଛି ତାହା କହିଲେ କଲେ ପାପ ନୁହେଁ ନରକକୁ ଯିବେ ନାହିଁ ଯେଉଁମାନେ ତାହା କରିବେ ନାହିଁ ସେମାନେ ନରକକୁ ଯିବେ ବୋଲି ଆପଣ କହୁଅଛନ୍ତି ଏହି ବିଷୟ ମଧ୍ୟ ଲୋକମାନଙ୍କୁ ଜଣାନ୍ତୁ ଏହି ବିଷୟ ମଧ୍ୟ ଆପଣ କରନ୍ତୁ ନଚେତ ଆପଣ ଆପଣଙ୍କର ଚିନ୍ତାଧାରା ଅନୁଯାୟୀ ନରକକୁ ଆପଣ ଯାଇପାରନ୍ତି। ପ୍ରିୟ ମୋର ମଲିକ ସାର୍ ମୁଁ ଆପଣଙ୍କୁ କ'ଣ କହିବି ଆପଣ ତ ମୁଁ ବାଇବଲ ନ ଦେଖିକି ପ୍ରଚାର କରୁଅଛି ବୋଲି ଆପଣ କହୁଅଛନ୍ତି ବାଇବଲର ବିଷୟ ଲେଖିକି ପ୍ରଚାର କରୁନାହିଁ ବୋଲି ଆପଣ କହୁଅଛନ୍ତି ପ୍ରଭୁ ପବିତ୍ର ଆତ୍ମା ଜଣାଉଅଛନ୍ତି ବୋଲି ଆପଣ କହୁଅଛନ୍ତି କ'ଣ ଆପଣଙ୍କୁ ପ୍ରଭୁ ପବିତ୍ର ଆତ୍ମା ଦୁର୍ବଳ ବିଷୟ ଜଣାଉଅଛନ୍ତି କି ଲୋକମାନଙ୍କୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଜଣାଉଅଛନ୍ତି କି କ'ଣ ପ୍ରଭୁ ପବିତ୍ର ଆତ୍ମା ତାଙ୍କ ବାକ୍ୟରେ ଦୁର୍ବଳ ବିଷୟ ମିଶ୍ରିତ କରି ମିଶାଇକି ପ୍ରଚାର କରନ୍ତୁ ବୋଲିକି କ'ଣ ଆପଣଙ୍କୁ
ଜଣାଉଅଛନ୍ତି କି? କିମ୍ବା ଆପଣ ପବିତ୍ର ଆତ୍ମା ପ୍ରାପ୍ତ ହୋଇ ମଧ୍ୟ କି ଜାଣିପାରୁନାହାନ୍ତି କୋଉଟା ଦୁର୍ବଳ ବିଷୟ, କୋଉଟା ସବଳ ବିଷୟ? କାରଣ ଡାଇଲଗ ବିଷୟ ବାଇବଲରେ ଲେଖା ହୋଇଅଛି ସତ। ସେହି ଡାଇଲଗ ଏବଂ ପ୍ରଭୁଙ୍କ ବାକ୍ୟ ମିଶେଇକି ପ୍ରଚାର କଲେ, ଲୋକମାନଙ୍କୁ କହିଲେ, ଲୋକମାନେ କେବେ ବି ସେହି ବାକ୍ୟକୁ ସତ୍ୟଯୁକ୍ତ ଭାବରେ, ଈଶ୍ୱରଙ୍କ ବାକ୍ୟ ଭାବରେ, ନିଜର ବାକ୍ୟ ଭାବରେ ସେମାନେ କେବେ ବି ଗ୍ରହଣ କରିବେ ନାହିଁ। ଗୋଟିଏ ଡାଇଲଗ ଭାବରେ, ଗୋଟିଏ କମେଡି ଭାବରେ ସେମାନେ ଗ୍ରହଣ କରିବେ। କାରଣ ଡାଇଲଗ ବିଷୟ ବାଇବଲରେ ଲେଖା ହୋଇଅଛି ସତ, କିନ୍ତୁ ଆଉ ସେହି ଡାଇଲଗ କହିବାର ସମୟ ନୁହେଁ। କମେଡି ବିଷୟ ଲେଖା ହୋଇଅଛି ସତ, ଆଉ ସେହି କମେଡି କରିବାର ସମୟ ନୁହେଁ। ଗପ ବିଷୟ ଲେଖା ହୋଇଅଛି ସତ, ଆଉ ସେହି ଗପ ବିଷୟ କହିବାର ସମୟ ନୁହେଁ। ଯଦି ଆପଣ ଆତ୍ମିକ, ପ୍ରଭୁ ପବିତ୍ର ଆତ୍ମା ଆପଣଙ୍କୁ ଜଣାଉଅଛନ୍ତି, ତାହା ହେଲେ ଆପଣ ଏହି ବିଷୟ ଜାଣିବା ନିତାନ୍ତ ଆବଶ୍ୟକ। କାରଣ ସମୟ ସନ୍ନିକଟ। କେତେବେଳେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ହୋଇପାରେ, ଈଶ୍ୱରଙ୍କ ରାଜ୍ୟ ଆଗମନ କରିପାରେ। ସେ ଜ୍ୱଳନ୍ତ ଦିବସ, ଅଗ୍ନିମୟ ଦିବସ ଆଗମନ କରିପାରେ। କାରଣ ବାଇବଲର ସମସ୍ତ ବିଷୟ, ସମସ୍ତ ଭାବବାଣୀ ସଫଳ ହୋଇ 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 ଆସୁଅଛି। କେତେବେଳେ ମଧ୍ୟ ସେହି ସମୟ ସନ୍ନିକଟ ହୋଇପାରେ। ଏହି ବିଷୟ ଆପଣ ଜାଣିବା ଉଚିତ। କାରଣ ଆପଣ ଆତ୍ମିକ ବୋଲି କହୁଅଛନ୍ତି, ପ୍ରଭୁ ପବିତ୍ର ଆତ୍ମା ଜଣାଉଅଛନ୍ତି ବୋଲି ଆପଣ କହୁଅଛନ୍ତି, କିନ୍ତୁ କାହିଁକି ଏହି ପ୍ରକାର ଦୁର୍ବଳତାରେ ଆପଣ ପ୍ରଚାର କରୁଛନ୍ତି? ଏବେ ଆଉ ସେହି ଡାଇଲଗ କହିବାର ସମୟ ନୁହେଁ। ଏବେ ଆଉ ସେହି କମେଡି କରିବାର ସମୟ ନୁହେଁ। ଏବେ ଆଉ ସେହି ଗପ କହିବାର ସମୟ ନୁହେଁ। ଏବେ ଆଉ ସେହି ହସେଇକି ହସେଇକି ଲୋକମାନଙ୍କୁ ପ୍ରଚାର କରିବାର ସମୟ ନୁହେଁ। ଏବେ ପ୍ରଭୁଙ୍କ ବାକ୍ୟ ଦ୍ୱାରା ଲୋକମାନଙ୍କୁ କନ୍ଧେଇବାର ସମୟ। ଯଦି ଆପଣ ଆତ୍ମିକ, ଯଦି ଆପଣଙ୍କୁ ପ୍ରଭୁ ପବିତ୍ର ଆତ୍ମା କହୁଅଛନ୍ତି କିମ୍ବା ଜଣାଉଅଛନ୍ତି, ତାହା ହେଲେ ଆପଣ ଏହି ବିଷୟ ଜାଣିବା ଉଚିତ ଯେ ଏହି ସମୟରେ ପ୍ରଭୁଙ୍କ ବାକ୍ୟ କହି, ପ୍ରଭୁଙ୍କ ବାକ୍ୟ ପ୍ରଚାର କରି ଲୋକମାନଙ୍କୁ ହସେଇବା ବଦଳରେ ପ୍ରଭୁଙ୍କ ବାକ୍ୟ କହି, ପ୍ରଭୁଙ୍କ ବାକ୍ୟ ପ୍ରଚାର କରି ଲୋକମାନଙ୍କୁ କନ୍ଧେଇବାର ସମୟ। ପ୍ରଭୁଙ୍କ ବାକ୍ୟକୁ ହସିକି ପ୍ରଚାର କରିବା ବଦଳରେ, ପ୍ରଭୁଙ୍କ ବାକ୍ୟକୁ ଲୋକମାନଙ୍କୁ ହସିକି କହିବା ବଦଳରେ, ପ୍ରଭୁଙ୍କ ବାକ୍ୟକୁ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରଚାର କରିବା ଉଚିତ। ପ୍ରଭୁ ପବିତ୍ର ଆତ୍ମାଙ୍କ ଶକ୍ତିକୁ ବ୍ୟବହାର କରି ଲୋକମାନଙ୍କୁ ଶିକ୍ଷା, ଦୀକ୍ଷା, ଉପଦେଶ ଦେବା ଉଚିତ। ଏବେ ସିଧା 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 ଭାବରେ ଲୋକମାନଙ୍କ ମନ ଆତ୍ମାକୁ, ମନ ହୃଦୟକୁ, ମନ ଅନ୍ତଃକରଣକୁ ଆଘାତ କରିବାକୁ ପଡ଼ିବ। ଯେପରି ସାଧୁ ପାଉଲ ଏହି ପ୍ରଭୁଙ୍କ ବାକ୍ୟର ଶକ୍ତି ବିଷୟରେ ଏବ୍ରୀ ମାନଙ୍କ ନିକଟରେ ପତ୍ର ଲେଖନ୍ତି 4 ଅଧ୍ୟାୟ 12 ପଦରେ। ଆସନ୍ତୁ ଆମେ ସେହି ବାକ୍ୟ ଆମେ ପଢ଼ି ବୁଝିବା ପାଇଁ ଚେଷ୍ଟା କରିବା। ଲେଖା ଅଛି, ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିବେଦକ, ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଆମେ ଈଶ୍ୱରଙ୍କ ବାକ୍ୟକୁ ଗୋଟିଏ ଦ୍ୱିଧାର ଖଡ୍ଗ ସଦୃଶରେ ପ୍ରସାର କରିବା ଉଚିତ। ଏହି ସମୟରେ ଆମେ ଈଶ୍ୱରଙ୍କ ବାକ୍ୟକୁ ଗୋଟିଏ
କରେଣ୍ଟ ପରି ବିଜୁଳି ପରି ପ୍ରସାର କରିବା ଉଚିତ। ଯଦି ଆମେ ଏହି ସମୟରେ ଏହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନ ସମୟରେ ଈଶ୍ୱରଙ୍କ ଆଗମନ କରିବାର ସମୟରେ ଈଶ୍ୱରଙ୍କ ଜ୍ୱଳନ୍ତ ଅଗ୍ନି ଦିବସ ଉପସ୍ଥିତ ହେବା ସମୟରେ ଯଦି କମେଡି କରିବେ, ଡାଇଲଗ କହିବେ, ଲୋକମାନଙ୍କୁ ହସେଇବାର ବାକ୍ୟ ଯଦି ପ୍ରଚାର କରିବେ, ଲୋକମାନେ କେବେ ବି ପରିବର୍ତ୍ତିତ ହୋଇପାରିବେ ନାହିଁ, କେବେ ବି ମନ ପରିବର୍ତ୍ତନ ହୋଇପାରିବେ ନାହିଁ। ସେମାନଙ୍କୁ କହିଲେ ମଧ୍ୟ, ପାପ ବିଷୟରେ ଜଣେଇଲେ ମଧ୍ୟ ସେମାନେ ଗୋଟିଏ କମେଡି ଭାବରେ, ଗୋଟିଏ ଡାଇଲଗ ଭାବରେ, ଗୋଟିଏ ମଜାକ ବାକ୍ୟ ସଦୃଶରେ ଲୋକମାନେ ଗ୍ରହଣ କରିବେ। ଏହି ସମୟରେ ସିଧା 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 ଭାବରେ ଲୋକମାନଙ୍କ ମନକୁ, ଆତ୍ମାକୁ, ହୃଦୟକୁ, ଅନ୍ତଃକରଣକୁ ଗୋଟିଏ ତୀର ସଦୃଶରେ ଭେଦ କରିବାର ଅଛି। ଗୋଟିଏ ଦ୍ୱିଧାଡ଼ ଖଡ୍ଗ ସଦୃଶରେ ଭେଦ କରିବାର ଅଛି। ଗୋଟିଏ କରେଣ୍ଟ ସଦୃଶରେ, ଗୋଟିଏ ବିଜୁଳି ସଦୃଶରେ ଭେଦ କରିବା ଉଚିତ। ନଚେତ ଏହିପରି ଅନେକ ବାକ୍ୟ ପ୍ରସାର କରିବେ, କିନ୍ତୁ କୌଣସି ବ୍ୟକ୍ତି ପରିବର୍ତ୍ତିତ ହୋଇପାରିବ ନାହିଁ, କାରଣ ତାହା ମଜାକର ବାକ୍ୟ, ଗୋଟିଏ କମେଡିର ବାକ୍ୟ, ଗୋଟିଏ ଡାଇଲଗର ବାକ୍ୟ। ଏହି ହେତୁ ଲୋକମାନେ କେବେ ବି ସେହି ବାକ୍ୟକୁ ଈଶ୍ୱରଙ୍କ ବାକ୍ୟ ବା ମୋହ ପାଇଁ ବୋଲି ତାହା କେବେ ବି ଲୋକମାନେ ଗ୍ରହଣ କରିବେ ନାହିଁ। ପ୍ରିୟ ମଲ୍ଲିକ ସାର୍, ମୁଁ ଆପଣଙ୍କୁ କହିବାକୁ ଚାହେଁକି ପ୍ରଭୁଙ୍କ ସେବା କାର୍ଯ୍ୟରେ, ଈଶ୍ୱରଙ୍କ ସୁସମାଚାର କାର୍ଯ୍ୟରେ କୌଣସି ଡାଇଲଗର ଆବଶ୍ୟକତା ନାହିଁ, କୌଣସି କମେଡିର ଆବଶ୍ୟକତା ନାହିଁ, କୌଣସି ଗପର ଆବଶ୍ୟକତା ନାହିଁ। ତାହା କେବଳ ନିଜ ପାଇଁ, ତାହା କେବଳ ନିଜର ପ୍ରଶଂସା, ନିଜର ଗୌରବ ଉଦ୍ଦେଶ୍ୟରେ ହିଁ ତାହା ଆବଶ୍ୟକ ଅଟେ। କାରଣ କୌଣସି ସେବା କାର୍ଯ୍ୟରେ, କୌଣସି ସୁସମାଚାର କାର୍ଯ୍ୟରେ ଡାଇଲଗ, କମେଡି ହୁଏ, ତାହା ପ୍ରଭୁଙ୍କ ଉଦ୍ଦେଶ୍ୟରେ ନୁହେଁ, ନିଜ ଉଦ୍ଦେଶ୍ୟରେ, ନିଜର ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ହିଁ ତାହା ହୋଇଥାଏ। କାରଣ ତାହା ଯଦି ପ୍ରଭୁଙ୍କ ସେବା କାର୍ଯ୍ୟରେ ହେବ ନା, ତାହା ଲୋକମାନଙ୍କୁ ଦୁର୍ବଳତାରେ କଡ଼େଇ ନେବ। କେବେ ବି ସେହି ପ୍ରଭୁଙ୍କ ବାକ୍ୟ ପ୍ରଚାର କଲେ ମଧ୍ୟ ଲୋକମାନେ ପ୍ରଭୁଙ୍କ ବାକ୍ୟ ସଦୃଶରେ, ଶକ୍ତିଯୁକ୍ତ ବାକ୍ୟ ସଦୃଶରେ ତାହା ଗ୍ରହଣ କରିବେ ନାହିଁ। ତାହା ଗୋଟିଏ କମେଡି, ଗୋଟିଏ ଡାଇଲଗ, ମଜାଳିଆ ବାକ୍ୟ ସଦୃଶରେ ତାହା ଲୋକମାନେ ଗ୍ରହଣ କରିବେ। ମୁଁ ବିଶେଷ କରି ଆପଣଙ୍କୁ କହୁଅଛି, ପ୍ରଭୁ ଆପଣଙ୍କୁ ବହୁତ ଅନୁଗ୍ରହ କରିଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଜ୍ଞାପନ କରେ ଯେ ଆପଣ ଆମ ଓଡ଼ିଶା ପାଇଁ ଯେ ପ୍ରଭୁଙ୍କ ବାକ୍ୟ ନ ଦେଖିକି ମଧ୍ୟ ପ୍ରଚାର କରୁଛନ୍ତି, ବହୁତ ଭଲ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଜ୍ଞାପନ କରେ। କିନ୍ତୁ ଏହା ନୁହେଁ ଯେ ଆପଣ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଇକି ଲୋକମାନଙ୍କୁ ଦୁର୍ବଳତାରେ କଢ଼ାଇ ନିଅନ୍ତୁ। ସେହି ପ୍ରଭୁଙ୍କ ବାକ୍ୟକୁ ଆପଣ ଦୁର୍ବଳତାରେ ପ୍ରଚାର କରନ୍ତୁ। ଏହା ମୋର ଇଚ୍ଛା ନୁହେଁ କିମ୍ବା ପ୍ରଭୁଙ୍କର ଇଚ୍ଛା ମଧ୍ୟ ନୁହେଁ। ଯଦି ପ୍ରଭୁ ପବିତ୍ର ଆତ୍ମା ଆପଣଙ୍କୁ ଜଣାଉଅଛନ୍ତି, ଏହି ପ୍ରକାର କି ଦୁର୍ବଳ ବିଷୟ ଆପଣଙ୍କୁ ଜଣାଉଅଛନ୍ତି, ଏହି ଶେଷ ସମୟରେ, ଏହି ଆଗମନର ଶେଷ ସମୟରେ କି ଏହି ପ୍ରକାର ଲୋକମାନଙ୍କୁ ଦୁର୍ବଳ ବିଷୟ, ଲୋକମାନଙ୍କୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଯେଉଁ ବାକ୍ୟ, ଈଶ୍ୱରଙ୍କ ବାକ୍ୟ, ଶକ୍ତିଯୁକ୍ତ ବାକ୍ୟ ପ୍ରଚାର କରିବା ସମୟରେ ସେହି ବାକ୍ୟକୁ କି କମେଡି ଭାବରେ, ଗୋଟିଏ ଡାଇଲଗ ଭାବରେ ପ୍ରଚାର କରନ୍ତୁ ବୋଲି କି ପ୍ରଭୁ ପବିତ୍ର ଆତ୍ମା ଆପଣଙ୍କୁ ଜଣାଉଛନ୍ତି। ମୁଁ ବିଶେଷ କରି କହୁଛି, ଏହା ପ୍ରଭୁ ପବିତ୍ର ଆତ୍ମା ଯଦି ଆପଣଙ୍କୁ ଜଣାଉଥାନ୍ତି ନା, କେବେ ବି ଡାଇଲଗ ପରି, କମେଡି ଭାବରେ କିମ୍ବା ତଥା ମଜାକରେ କେବେ ବି ଆପଣ ବାକ୍ୟ ପ୍ରଚାର କରିନଥାନ୍ତ। ମୁଁ ବିଶେଷ କରି କହୁଛି, ଏହା ପ୍ରଭୁ ଆପଣଙ୍କୁ ଜଣାଉନାହାନ୍ତି। ଯଦି ପ୍ରଭୁ ପବିତ୍ର ଆତ୍ମା ଏହି ଶେଷ ସମୟରେ ଜଣାଉଥାନ୍ତେ ନା, ତାହା ହେଲେ
ଶକ୍ତିଯୁକ୍ତ ବାକ୍ୟ ଆପଣଙ୍କୁ ପ୍ରଚାର କରିବା ପାଇଁ କହିଥାନ୍ତା। ଆପଣ ସେହି ପ୍ରକାର ଶକ୍ତିଯୁକ୍ତରେ ଆପଣ ପ୍ରସାର କରିଥାନ୍ତ। ଯଦି ପ୍ରଭୁ ପବିତ୍ର ଆତ୍ମା ଆପଣଙ୍କୁ ଜଣାଉଥାନ୍ତି ନା, ତାହା ହେଲେ କେବେ ବି ଆପଣ ବେଦୀରେ ଯାଇକି ମଜାକ ତଥା କରିବାର ବାକ୍ୟ, ଗୋଟିଏ ହସା ଗମାତ କରିବାର ବାକ୍ୟ, କମେଡି ଭାବରେ, ଡାଇଲଗ ଭାବରେ ପ୍ରଚାର କରିବା ପାଇଁ କେବେ ବି ପ୍ରଭୁ ପବିତ୍ର ଆତ୍ମା ଏହି ଶେଷ ସମୟରେ କେବେ ବି ଆପଣଙ୍କୁ ଦେଇନଥାନ୍ତି। ଆପଣ କେବଳ ନିଜକୁ ଦେଖିବା ଉଦ୍ଦେଶ୍ୟରେ ହିଁ କମେଡି ଡାଇଲଗ ବିଭିନ୍ନ ପ୍ରକାର ଆପଣ କରୁଛନ୍ତି। ମୁଁ ବିଶେଷ କରି ଅନୁରୋଧ କରେ, ଆପଣ ପରିବର୍ତ୍ତିତ ହୁଅନ୍ତୁ। ଚେଷ୍ଟା କରନ୍ତୁ ନିଜର ଗୌରବ ଅପେକ୍ଷା ପ୍ରଭୁଙ୍କର ଗୌରବ କରିବା ପାଇଁ ଚେଷ୍ଟା କରନ୍ତୁ। ଶକ୍ତିଯୁକ୍ତ ଭାବରେ ଆପଣ ବାକ୍ୟ ସୁସମାଚାର ପ୍ରଚାର କରନ୍ତୁ। ସିଧା ସିଧା ଭାବରେ ଲୋକମାନଙ୍କ ମନ, ଅନ୍ତଃକରଣ, ଆତ୍ମାକୁ ଆଘାତ କରିବା ସଦୃଶରେ ଆପଣ ପ୍ରଚାର କରନ୍ତୁ। ଆଉ ସମୟ ନୁହେଁ। ଯଦି କହିବାରେ ମୋହର କୌଣସି ଭୁଲ ଅଛି ତାହେଲେ ଆପଣ ମୋତେ କ୍ଷମା କରିବେ। ଯଦି ଠିକ ଅଛି ତାହେଲେ ଆପଣ ଆପଣଙ୍କ ମନକୁ, ଆତ୍ମାକୁ, ଆପଣଙ୍କ ହୃଦୟକୁ, ଆପଣଙ୍କର ଚିନ୍ତାଧାରାକୁ ଆପଣ ପରିବର୍ତ୍ତିତ କରିବାକୁ ପଡ଼ିବ। ଆଉ ଏହି ଭିଡ଼ିଓଟିକୁ ପୁରା ଦେଖିବାକୁ ପାଇଥିବା ଦର୍ଶକମାନଙ୍କୁ ମୋର ଅନୁରୋଧ, ଏହି ଭିଡ଼ିଓର ଆପଣମାନେ ନିଜର ମତାମତ ରଖିବେ। ଆଉ ଏହିପରି ଶକ୍ତିଯୁକ୍ତ ବାକ୍ୟ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଏହି ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରିବା ସତ୍ତ୍ୱେ ଏହି ଚ୍ୟାନେଲଟିକୁ ଆପଣମାନେ ନିହାତି ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର।